नमस्कार। आज ही आमे 2026 ପାଇଁ जो जैम भूविज्ञान सिलेबस रे परिवर्तन हेइछि सेई विषୟରେ टिके गभीर भाबे आलोचना करिबा। हाँ नमस्कार 2025 तुलनाରେ 2026ରେ କ'ଣ ବଦଳିଛି ଆଉ ଏହାର ପ୍ରଭାବ କ'ଣ ହେଇପାରେ ସେଇଟା ବୁଝିବାକୁ ଚେଷ୍ଟା କରିବା। ଆମ ପାଖରେ ତ ଦୁଇଟା ଯାକ ସିଲାବସ୍ ଅଛି, ତ ଉଦ୍ଦେଶ୍ୟ ହେଲା ଏ ପରିବର୍ତ୍ତନଗୁଡ଼ିକ ପ୍ରକୃତିରେ କ'ଣ ସୂଚଉଛି ଆଉ ଆଶାୟୀଙ୍କ ପାଇଁ ଏହାର ମାନେ କ'ଣ। ଚାଲନ୍ତୁ ଆରମ୍ଭ କରିବା। ନିଶ୍ଚିତ ଦେଖନ୍ତୁ ଏ ପରିବର୍ତ୍ତନଗୁଡ଼ିକ କେବଳ ଯେ କିଛି ବିଷୟ ଯୋଡ଼ିବା ବା ବାଦ୍ ଦେବା ସେତିକି ନୁହେଁ। ମୋତେ ଲାଗୁଛି ଏହା ଭୂବିଜ୍ଞାନ ଶିକ୍ଷାର ଗୋଟେ ନୂଆ ଦିଗ ଆଡ଼କୁ ଇଙ୍ଗିତ କରୁଛି। ଆଚ୍ଛା, ତେବେ ପ୍ରଥମେ ପୃଥିବୀ ଗ୍ରହ ବିଷୟରୁ ହିଁ ଆରମ୍ଭ କରିବା। ଏଠି ଦେଖାଯାଉଛି ପୃଥିବୀର ଆଭ୍ୟନ୍ତରୀଣ ଗଠନ, ସଂରଚନା ଆଉ ବୟସ ଏସବୁ ଉପରେ ବେଶୀ ସ୍ପଷ୍ଟତା ଦିଆଯାଇଛି। ହଁ ଆଉ ବିଶେଷ କରି ଯେମିତିକି RBSR, SMND 14C এই ନିର୍ଦ୍ଦିଷ୍ଟ ରେଡିଓମେଟ୍ରିକ୍ ଡେଟିଂ ପଦ୍ଧତିଗୁଡ଼ିକ ସିଧାସଳଖ ମେନସନ୍ କରାଯାଇଛି। ହଁ ଏଇଟା ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ କେବଳ ଶିଳାଙ୍କ ବୟସ ନିର୍ଦ୍ଧାରଣ ଲେଖାଥିଲା, ଏବେ ସ୍ପେସିଫିକ୍ ମେଥଡ୍ସ ଦିଆଯାଇଛି। କିନ୍ତୁ ମୋତେ ଟିକେ ଅଡ୍ ଲାଗୁଛି ଯେ ପୃଥିବୀ, ଚନ୍ଦ୍ରପ୍ରଣାଳୀ ଆଉ ପୃଥିବୀର ଆକାର ମାପ ଏଗୁଡ଼ାକ ହଟେଇ ଦିଆଯାଇଛି। ଏମିତି କାହିଁକି? ଦେଖନ୍ତୁ ଏଠି ମୋତେ ଲାଗୁଛି କ୍ୱାଣ୍ଟିଟେଟିଭ୍ ଦିଗ ଉପରେ ବେଶୀ ଫୋକସ୍। ନିର୍ଦ୍ଦିଷ୍ଟ ଡେଟିଂ ପଦ୍ଧତି ଦେବାର ଅର୍ଥ ଖାଲି ବୟସ ଜାଣିବା ନୁହେଁ, କେମିତି ନିର୍ଣ୍ଣୟ କରାଯାଏ ସେ ପ୍ରୋସିଜର ଜାଣିବା ଦରକାର। ଆଚ୍ଛା, ଆଉ ପୃଥିବୀ ଚନ୍ଦ୍ର ପ୍ରଣାଳୀ ହୁଏତ ଟିକେ ଡେସ୍କ୍ରିପ୍ଟିଭ୍ ଥିଲା। ନୂଆ ସିଲାବସ୍ ବୋଧେ ଅଧିକ ଆନାଲିଟିକାଲ ସ୍କିଲ୍ ଚାହୁଁଛି। ବୁଝିଲି। ଠିକ୍ ଅଛି। ଏବେ ଆସିବା ଭୂ ଆକୃତି ବିଜ୍ଞାନ ବା ଜିଓମର୍ଫୋଲୋଜି। ଏଇଟା ବି ଟିକେ ବଦଳିଛି। ହଁ ଏଥିରେ କିଛି ନୂଆ ଶବ୍ଦ ଯେମିତି ଏଣ୍ଡୋଜେନସ୍, ଏକ୍ସୋଜେନସ୍ ପ୍ରକ୍ରିୟା। ହଁ, ଆଉ ନଦୀ ଅବବାହିକା, ନଦୀ ଜାଲିକା, କାର୍ଷ୍ଟ ସ୍ଥଳରୂପ ଏସବୁ ଅଛି। କାର୍ଷ୍ଟ ସ୍ଥଳରୂପ ମାନେ ସେଇ ଚୂନପଥର ଅଞ୍ଚଳରେ ପାଣି ଯୋଗୁଁ ହେଉଥିବା ଆକୃତି ନା? ଏକଦମ ଠିକ୍। ଆଉ ଏଠି ଗୁରୁତ୍ୱ ହେଲା ଖାଲି ଲ୍ୟାଣ୍ଡଫର୍ମ ଚିହ୍ନିବା ନୁହେଁ, କେଉଁ ପ୍ରୋସେସ୍ ଦ୍ୱାରା ସେଗୁଡ଼ା ତିଆରି ହେଉଛି। ଯେମିତି ନଦୀ କାମ କଲା ନା ପବନ କାମ କଲା, ତାର ଗଭୀର ବୁଝାମଣା ଦରକାର। ମାନେ ପ୍ରସେସ୍ ଉପରେ ଅଧିକ ଜୋର। ହଁ ଆଉ ସେ ସ୍ଥଳରୂପର ବିବର୍ତ୍ତନ ବା ଇଭଲ୍ୟୁସନ୍ କେମିତି ହେଉଛି। ଭଲ। ତାପରେ ଆସିବା ସଂରଚନାତ୍ମକ ଭୂବିଜ୍ଞାନ କଥାକୁ। ଏଇଟା ପ୍ରାୟ ସମାନ ଲାଗୁଛି, କିନ୍ତୁ ଗୋଟେ ଜିନିଷ ନୂଆ ଅଛି। ଆଉଟକ୍ରପ୍ ଆଉ ବୋରହୋଲ୍ ଡାଟା ବ୍ୟବହାର କରି ଷ୍ଟ୍ରକ୍ଚରର କ୍ୱାଣ୍ଟିଟେଟିଭ୍ ବ୍ୟାଖ୍ୟା। ହଁ ଏହାର ମାନେ କ'ଣ? ଖାଲି ଅଙ୍କ କଷିବାଠୁ ବେଶୀ କିଛି? ନିଶ୍ଚୟ। ଏଇଟା କହୁଛି କି ପିଲାମାନେ ଖାଲି ଫର୍ମୁଲା ଜାଣିଲେ ହବନି, ବାସ୍ତବ ଫିଲ୍ଡରୁ ଯେଉଁ ଡାଟା ମିଳୁଛି ତାକୁ କେମିତି ଆନାଲିସିସ୍ କରି ଭିତରର ଷ୍ଟ୍ରକ୍ଚର ବିଷୟରେ କନକ୍ଲୁଜନ୍ ଦେବେ ସେ ସ୍କିଲ୍ ଦରକାର। ଏଇଟା ବେସିକ୍ ପ୍ରାକ୍ଟିକାଲ ଆଉ ଆନାଲିଟିକାଲ। ଓକେ। ଏବେ ପ୍ୟାଲିଓଣ୍ଟୋଲଜି ବା ଜୀବାଶ୍ମ ବିଜ୍ଞାନ ଏଥିରେ କିଛି କମେଇ ଦିଆଯାଇଛି ମାନେ ହେଉଛି? ହଁ ଟିକେ ସରଳ କରାଯାଇଛି। ଯେମିତି ଗ୍ରାପ୍ଟୋଲାଇଟ୍ସ, ଆନ୍ଥୋଜୋଆ ଏଗୁଡ଼ା ବାଦ୍ ପଡ଼ିଛି। କିନ୍ତୁ ଇକ୍ୱିଡେ ମାନେ ଘୋଡ଼ା ପରିବାର ଆଉ ପ୍ରବୋସିଜିଆ ମାନେ ହାତୀ ପରିବାର ଏମିତି କିଛି ମେରୁଦଣ୍ଡୀଙ୍କ ଉଦାହରଣ ଯୋଡ଼ାଯାଇଛି। ହଁ ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ହେଲା ମ୍ୟାକ୍ରୋଫାସିଲ୍ ବ୍ୟବହାର କରି ବୟସ ଆଉ ପୁରା ପରିବେଶ ପେଲିଓ ଏନ୍ଭାଇରନମେଣ୍ଟ କେମିତି ଜାଣିହେବ ସେଟା ସ୍ପଷ୍ଟ ଲେଖାହେଇଛି। ତେବେ ଖାଲି ଜୀବାଶ୍ମ ଚିହ୍ନିବାଟା ଏବେ ମେନ୍ ଫୋକସ୍ ନୁହେଁ। ଠିକ୍ କହିଲେ। ଏବେ ଆପ୍ଲିକେସନ୍ ଉପରେ ବେଶୀ ଜୋର। ଜୀବାଶ୍ମକୁ ଗୋଟେ ଟୁଲ୍ ଭଳି କେମିତି ବ୍ୟବହାର କରିବେ, ଯେମିତି ଶିଳାର ବୟସ ଜାଣିବା ପାଇଁ କି ସେତେବେଳର ପରିବେଶ କେମିତି ଥିଲା ଜାଣିବା ପାଇଁ, ଏଟା ଏବେ ବେଶୀ ଗୁରୁତ୍ୱପୂର୍ଣ୍ଣ। ଆଚ୍ଛା, ତାପରେ ସ୍ତର ବିଜ୍ଞାନ ବା ଷ୍ଟ୍ରାଟିଗ୍ରାଫି। ଏଥିରେ ବେଶୀ ପରିବର୍ତ୍ତନ ତ ନାହିଁ, କିନ୍ତୁ ଭାଷା ଟିକେ ମଡର୍ଣ୍ଣ କରାଯାଇଛି। ଯେମିତି ଆଗରୁ ଟର୍ସିଆରୀ ଆଉ କ୍ୱାଟର୍ନାରୀ ଥିଲା, ଏବେ ସେନୋଜୋଇକ୍ କ୍ରମ ଲେଖାହେଇଛି। ହଁ ଏଟା ଖାଲି ଶବ୍ଦର ଫେରାବଦଳ ନୁହେଁ, ଏଟା ଜିଓଲଜିକାଲ ଟାଇମ୍ ସ୍କେଲ୍ର ଯେଉଁ ଲେଟେଷ୍ଟ ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ ଅଛି ତା ସହିତ ଆଲାଇନ୍ କରୁଛି। ଜ୍ଞାନକୁ ଅପଡେଟ୍ ରଖିବାରେ ଏଟା ସାହାଯ୍ୟ କରେ। ବୁଝିଲି। ଏବେ ଆସିବା ଖଣିଜ ବିଜ୍ଞାନ ବା ମିନେରୋଲୋଜିକୁ। ଏଠି କିଛି ନୂଆ ଜିନିଷ ଯୋଡ଼ା ହେଇଛି। ମିଲର ଇଣ୍ଡିସେସ୍, ଟ୍ୱିନିଂସ୍ ଆଉ ଟ୍ୱିନିଂ ନିୟମ। ହଁ ଏଗୁଡ଼ାକ କ୍ରିଷ୍ଟାଲ ଷ୍ଟ୍ରକ୍ଚରର ଫଣ୍ଡାମେଣ୍ଟାଲ କନସେପ୍ଟସ୍। ଏଇଟା କ'ଣ ଖଣିଜର କେମିଷ୍ଟ୍ରି ଆଉ ଷ୍ଟ୍ରକ୍ଚରକୁ ଆହୁରି କମ୍ପ୍ଲେକ୍ସ କରୁଛି କି? କମ୍ପ୍ଲେକ୍ସ ବୋଲି କହିହେବନି, ବରଂ ଅଧିକ ଗଭୀର କରୁଛି। ଏଗୁଡ଼ା ବୁଝିଲେ ଖଣିଜର ଫିଜିକାଲ ଆଉ କେମିକାଲ ପ୍ରପର୍ଟି କାହିଁକି ସେମିତି ହୁଏ ସେଟା ଭଲରେ ଜଣାପଡ଼େ। ଏଟା ସବଜେକ୍ଟକୁ ବେଶୀ ସିଷ୍ଟମେଟିକ୍ କରୁଛି। ଓକେ। ତାପରେ ଶିଳା ବିଜ୍ଞାନ ବା ପେଟ୍ରୋଲୋଜି।
एठी गोटे बड़ एडिशन हैला बाइनरी फेज डायग्राम रो व्यवहार। एटा टिके शुणिबाकू गोटिएला लागुछि। हाँ टिके टेक्निकल तो किंतु सरल भाषारे कहिले ए डायग्राम गुड़ाक देखाए जे गोटे लिक्विड मैग्मा थंडा हेला बेले केउ टेम्परेचर रे केउ मिनरल केमिति कठिन हुए। अच्छा। एटा खाली रॉक क्लासिफिकेशन मन रखिबा अपेक्षा रॉक तैयारी हबार जो मूल प्रक्रिया ताकू बुझिबा उपरे फोकस करे। एथिपाई कन्सेप्चुअल क्लैरिटी दरकार। बहुत भलो भावे बुझाइले। एबे आसीबा अर्थनैतिक भूविज्ञान बा इकोनॉमिक जियोलॉजी। एटा भी बेशी फोकस लागुछि। हाँ मैग्मेटिक कंसंट्रेशन, हाइड्रोथर्मल एक्टिविटी, एमटी नुआ ओर फॉर्मेशन प्रोसेस आ ओर ग्रेड एस्टिमेशन ए सबु जोड़ा होइछि। एटा बेशी प्रैक्टिकल लागुछि ना? हुए सेटा जानिबा संगकू तार इकोनॉमिक वैल्यू केते ताकू केमिति एस्टिमेट करा जाए जेमिति ओर ग्रेड एस्टिमेशन से विषय बेसिक नॉलेज एबे दरकार। आउ शेषरे प्रयोगात्मक भूविज्ञान बा अप्लाइड जियोलॉजी एठी भूतल जलर खाली प्रकार नुहे तार प्रवाह विषय रे अछि। हाँ ग्राउंड वाटर फ्लो आउ रिमोट सेंसिंग रो बेसिक कांसेप्ट जोड़ा हेछि। रिमोट सेंसिंग माने सैटेलाइट के ड्रोन रु जो डाटा निया जाए सेया तो एकदम रिमोट सेंसिंग रो इनक्लूजन गोटे बड़ स्टेप। आजिकालीर जियोलॉजी रिसर्च आउ सर्वे रे एटा बहुत व्यवहार हेउछि। एहाकू सिलेबस रे रखिबा पिलामानंकू लेटेस्ट टेक्नोलॉजी सह अपडेट रखिबो। वाह, तेबे ए सबु परिवर्तन को जदि एकाठी देखिबा मेन टेकअवे कौन हेबो? मोते तो लागुछि गोटे हेला बेसी एनालिटिकल डेप्थ आउ गोटे हेला मॉडर्न टेक्निक्स आउ एप्लीकेशन उपरे फोकस आउ किसी जगह रे सिंप्लिफिकेशन भी हेछि। आपण ठीक धरिछंती। ए परिवर्तन गुड़ाक क्लियर इंडिकेशन दउछि जे शिक्षा व्यवस्था एबे रोट लर्निंग बा खाली तथ्य मने रखिबा उपरु फोकस हटेई गभीर बुझामणा, प्रॉब्लम सॉल्विंग एबिलिटी आउ रियल वर्ल्ड रे से नॉलेज को केमती अप्लाई करिवे ता उपरे बेशी गुरुत्व दउछि। हाँ, सेटा तो भलो कथा। निश्चय एटा भविष्यतर भूविज्ञानी मानंकू जो चैलेंजेस आसुछि जेमती क्लाइमेट चेंज, रिसोर्स मैनेजमेंट से सबु पई भलो भावे प्रस्तुत करिवो। ठीक। ए सबु देखि मो मन रे गोटे प्रश्न आसुछि जदि ए परिवर्तन गुड़ाक मॉडर्नाइजेशन, एप्लीकेशन आउ क्वांटिटेटिव एनालिसिस उपरे एते जोर दउछि ताले आगु को कोन हेई पारे? माने वर्तमान रो रिसर्च ट्रेंड्स आउ पृथ्वी सामना करुथवा समस्या को देखि भविष्यत रे भूविज्ञान सिलेबस रे आउ क्यों बड़ परिवर्तन आसी पारे बोली आमे भाबी परिबा। हाँ, एटा निश्चय गोटे चिंता करिवार विषय। यहाँ उपरे आमे आउ किबे आलोचना करि परिबा। आजि पई एतिकी। धन्यवाद। धन्यवाद।